ବିଲଙ୍କା ରାମାୟଣ। ହନୁର ବିଲଙ୍କା ଆଗମନ ଓ ବିଷପାନରେ ମୃତ୍ୟୁ, ପବନ ଦ୍ୱାରା ପୁନର୍ଜୀବନ ପ୍ରାପ୍ତ। ଏଥୁ ଅନନ୍ତରେ ଦେବୀ ପାର୍ବତୀ ଉଠିଲେ, ଶୂଳ ପାଣିଙ୍କର ବେନି ଚରଣ ଧଇଲେ। ବୋଇଲେ ମୁକ୍ତି ମୋତେ ଯେ କର ସୁର ରାଣ, ବୁଝାଇ କହନ୍ତୁ ମୋତେ ଏହି ରାମାୟଣ। ଘୋର ତପ ଆରମ୍ଭି ବସିଲେ ରଘୁନାଥ, ତଦନ୍ତେ କି ହେଲା କହ ଆହେ ପ୍ରାଣନାଥ। ବଦନ୍ତି ଈଶ୍ୱର ଶୁଣ ଦେବୀ ଗୋ ପାର୍ବତୀ, ଘୋର ତପେ ମଗ୍ନ ହେଲେ ପ୍ରଭୁ ରଘୁପତି। ଏମନ୍ତ ସମୟେ ଶୁଣ ଅଯୋଧ୍ୟା ବୃତ୍ତାନ୍ତ, କାଠ ଆଣି ଯାଇଥିଲେ ବୀର ହନୁମନ୍ତ। ଘେନିଣ ଚନ୍ଦନ କାଠ ପବନର ବଳା, ଜାନକୀ ଚରଣେ ଥୋଇ ଓଳଗି ହୋଇଲା। କର ଯୋଡ଼ି ପଚାରଇ ଅଞ୍ଜନାର ସୂତ, କେବଣ ସ୍ଥାନରେ ବିଜେ ଦେବ ରଘୁନାଥ। ଜାନକୀ ବୋଲନ୍ତି ଶୁଣ ଆରେ ହନୁମନ୍ତ, ବିଲଙ୍କାକୁ ବିଜେ କଲେ ଶ୍ରୀ ରଘୁନନ୍ଦନ। ଲକ୍ଷେ ଶିରା ପୁତ୍ର ସଙ୍ଗେ କରିବେ ସମର, ଏକା ଯାଇଛନ୍ତି କରେ ଧରି ଧନୁଷର। ଶୁଣି ସନ୍ତାପିତ ହେଲା ପବନର ସୂତ, ବିଲଙ୍କା ଯିବାକୁ ସଜ ହେଲା ହନୁମନ୍ତ। ଅଯୋଧ୍ୟା ନଗର ମଧ୍ୟୁ ହୋଇଲା ବାହାର, ଗଗନ ମାର୍ଗରେ ବିଜେ କଲା ହନୁବୀର। ଦକ୍ଷିଣ ମୂରତି ହୋଇ ଚଳେ ହନୁମାନ, ଚିତ୍ରକୂଟ ପର୍ବତରେ ମିଳିଲା ବହନ। ଫଳମୂଳ କିଛି ତହିଁ କରିଣ ଆହାର, ସେଦିନ ରହିଲା ସୁଖେ ପବନ କୁମାର। ଦକ୍ଷିଣ ମୂରତି ହୋଇ ତହୁଁ ପୁଣି ଗଲା, ସ୍ୱର୍ଣ୍ଣମୟ ଲଙ୍କାପୁର ସୀମାରେ ମିଳିଲା। ନଗ୍ର ଲୋକମାନେ ଦେଖି କାତର ହୋଇଲେ, ବିଭୀଷଣ ଆଗେ ଯାଇ ଚାରେ ଜଣାଇଲେ। ଭୋ ଦେବ ଶୁଣିମା ହେଉ ବୀର ଲଙ୍କେଶ୍ୱର, ହନୁମନ୍ତ ଆସି ପ୍ରବେ ଶିଲା ଲଙ୍କାପୁର। ଶୁଣି ବିଭୀଷଣ ମନେ ହେଲା ଛନ୍ନ ଛନ୍ନ, କି ନିମନ୍ତେ ଆସିଅଛି ବୀର ହନୁମାନ। କିଅ ବା ସନ୍ଦେଶ ଦେଇ ଛନ୍ତି ରଘୁବୀର, କର ଯୋଡ଼ି ପଚାରିଲେ ଲଙ୍କାର ଠାକୁର। ଅଯୋଧ୍ୟା ନଗର ବା ନ ପାଇଲେ ରାମ, କିଅ ବା ପଥରେ କରି ଅଛନ୍ତି ବିଶ୍ରାମ। ଏଥୁ ନେବାକୁ କିଅ ବା ପେଶିଛନ୍ତି ତୋତେ, ସଂକ୍ଷେପି କହିଲେ ହନୁ ଯିବଇଁ ପରତେ। କହେ ହନୁମନ୍ତ ଶୁଣ ଆହେ ବିଭୀଷଣ, ବିଲଙ୍କା ଦେଶକୁ ବିଜେ କରିଛନ୍ତି ରାମ। ଏକା ଗଲେ ଶ୍ରୀରାମଙ୍କ ସଙ୍ଗେ କେହି ନାହିଁ, ସେ କାରଣୁ ବିଲଙ୍କାକୁ ଯାଉଅଛି ମୁହିଁ। ଏହା ଶୁଣି ବିଭୀଷଣ ବିକଳ ହୋଇଲା, ଏକାକୀ କିମ୍ପାଇଁ ଗଲେ କୌଶଲ୍ୟାଙ୍କ ବଳା। ଦଣ୍ଡବଳ ଘେନିକି ମୁଁ ଯିବି ହନୁମାନ, ରାଜା ସଙ୍ଗେ ଯୁଝିବେ କି ସେ ରଘୁନନ୍ଦନ। ଶୁଣି ହନୁମାନ ବୋଲେ ଶ୍ରୀରାମ ବୋଇଲେ, ବାରତା ପାଇଲେ ସୈନ୍ୟ ଘେନି ଯିବ ଭଲେ।
ଆଗେ ମୁହିଁ ଯାଇ କରେ ଶ୍ରୀରାମକୁ ଠାବ। ବେଗେ ଯାଉଅଛି ରାଜା ବିଳମ୍ବ ହୋଇବ। ଏହା ଶୁଣି ବିଭୀଷଣ ଭିତରେ ପଶିଲା। ସ୍ୱାଦୁ ପକ୍ୱ ଫଳ ଆଣି ଖାଇବାକୁ ଦେଲା। ଭୁଞ୍ଜିଣ ସନ୍ତୋଷ ହୋଇ ପବନ ନନ୍ଦନ ଲଙ୍କାକୁ ବାହାର ହେଲା ବୀର ହନୁମାନ। ଦକ୍ଷିଣ ମୂରତି ହୋଇ ଯହୁଁ ଚଳିଗଲା। ଲଙ୍କାପୁର ମଧ୍ୟ ବୀର ବାହାର ହୋଇଲା। ଗଗନ ମାର୍ଗରେ ଯାଏ ବୀର ହନୁମାନ। ବାଟରେ ସହାୟ ତାଙ୍କୁ ହୋଇଲେ ପବନ। ପ୍ରଚଣ୍ଡ ପର୍ବତ ପରେ ମିଳିଲା ବହନ। ବିଲଙ୍କାକୁ ଦୃଷ୍ଟି ଦେଲା ପବନ ନନ୍ଦନ। ଦେଖନ୍ତି ଜଗତି ମେଢ଼ ମଣ୍ଡପ ଆସ୍ଥାନ। ଲଙ୍କାପୁର ଠାରୁ ସେ ସୁନ୍ଦର ଦୁଇ ଗୁଣ। ମହାବଳୀ ଅତି ଦୀର୍ଘ ଦିଶନ୍ତି ଅସୁର। ଭୂମି ପରେ ପାଦ ଥାଏ ଆକାଶରେ ଶିର। ଅତ୍ୟନ୍ତ ଭୟଙ୍କର ଅସୁରେ ଦିଶନ୍ତି। ରାଜାଙ୍କୁ ଅମାତ୍ୟମାନେ ଦର୍ଶନ କରନ୍ତି। ଦେଖି ହନୁମନ୍ତ ମୁଖୁ ନସ୍ଫୁରେ ବଚନ। କାହିଁ ବି ଯେ କରିଛନ୍ତି କମଳ ଲୋଚନ। କେମନ୍ତେ ତାହାଙ୍କୁ ଆଜି କରିବି ମୁଠାବ। ମେରୁଗିରି ତୁଲ୍ୟ ଦିଶୁ ଅଛନ୍ତି ଦାନବ। ଏତେ ବୋଲି ହନୁମନ୍ତ ବସି ବିଚାରଇ। ରାତ୍ର ହେଲେ ବିଲଙ୍କାରେ ପଶିବଇ ମୁହିଁ। ଫଳମୂଳ ଭୁଞ୍ଜିଣ ରହିଲା ହନୁମାନ। ରାମ ରାମ ବୋଲି କରେ ମନେ ସୁମରଣ। ଦିବସ ଯାଇଣ ରାତ୍ର ପ୍ରବେଶ ହୋଇଲା। ନଗର ଭିତରେ ପଶି ରାମଙ୍କୁ ଖୋଜିଲା। ଘରେ ଘରେ ନ ଛାଡ଼ଇ ଖୋଜେ ହନୁମାନ। କାହିଁ ବା ମର୍କଟ ରୂପ କାହିଁ ହୁଏ ଶ୍ୱାନ। କାହିଁ ବା ମାଜାର କାହିଁ ମୂଷା ରୂପ ହୋଇ। କାହିଁ ବା ଭ୍ରମର ରୂପେ ଭିତରେ ପଶଇ। ସବୁ ପୁରେ ପଶି ଖୋଜେ ପବନ କୁମାର। ହାଟ ବାଟ ଦାଣ୍ଡେ ଖୋଜେ ପଶି ଘର ଘର। କନ୍ଦି ଯେ ବି କନ୍ଦି ହନୁ ବୁଲିଣ ଖୋଜଇ। ଶ୍ରୀରାମଙ୍କୁ ନ ପାଇଣ ମନରେ ଭାବଇ। ରାତ୍ରି ଅର୍ଧେ ହନୁମାନ ପଶିଲା ଭିତର। ମନ୍ତ୍ରୀର ନବରେ ପଶି ଖୋଜେ ହନୁବୀର। ତ୍ରିଶିରାପୁରରେ ପଶି ରାମଙ୍କୁ ଖୋଜଇ। ତହିଁ ଯାଇ ନୃପତିର ମନ୍ଦିରେ ମିଳଇ। ଦେଖିଲା ପଲଙ୍କେ ଶୋଇ ଅଛି ସେ ଅସୁର। ଦ୍ୱିସହସ୍ର ନେତ୍ର ତାର ଦ୍ୱିସହସ୍ର କର। ଲକ୍ଷେ ବିଳାସିନୀ ବସି ଚାମର ଢାଳନ୍ତି। ଲକ୍ଷେ ପରିବାରୀ ଦୈତ୍ୟ ପାଦ ମଞ୍ଚାଳନ୍ତି। ତାମ୍ବୁଳ ଯୋଗାନ୍ତି ଆଣି ଲକ୍ଷେ ପରିବାରୀ। ସପ୍ତଶିରି ମନ୍ତ୍ରୀ ଅଛି ସନ୍ନିଧେ ତାହାରି। ଶ୍ରୀରାମଙ୍କ କଥା ରାଜା ବିଚାରେ ମନରେ। ମନ୍ତ୍ରୀ କି ଚାହିଁଣ ରାଜା ଏମନ୍ତ ପଚାରେ। କହ ମନ୍ତ୍ରୀ ରାମ ଅଟେ କାହାର କୁମର। କେବଣ ଦେଶରେ ଅବା ଅଟେ ତାର ଘର। ସେ ମୋହର କଟକରେ କିମ୍ପାଇଁ ପଶିଲା। ଏକା ଦିନେ ଆସିଥିଲା ପୁଣି ନ ଆସିଲା। ପୂର୍ବେ ମୁଁ ଡଗର ମୁଖୁ ବାର୍ତ୍ତା ଜାଣିଥିଲି।
ଲଙ୍କାଗଡ଼ ଧ୍ୱଂସିଲାର କଥା ପାଇଥିଲି। ରାମ ଭାରି ଯାକୁ ହରି ଆଣିଲା ରାବଣ। ତେଣୁ କରି ଲଙ୍କା ଧ୍ୱଂସ କଲା ରଘୁରାଣ। କୁମ୍ଭକର୍ଣ୍ଣ ଇନ୍ଦ୍ରଜିତ ରାବଣକୁ ମାରି ବନ୍ଦୀରୁ ବାହାର ଭାରି ଯାକୁ ନେଲା ତାରି। ରାବଣ କନିଷ୍ଠ ଭାଇ ନାମ ବିଭୀଷଣ। ସେ ଯାଇ ରାମଙ୍କ ପାଦେ ପଶିଲା ଶରଣ। ତାହାକୁ ଲଙ୍କାରେ ରାମ ରାଜା କରାଇଲେ। ଭାରି ଯାକୁ ସଙ୍ଗେ ଘେନି ଅଯୋଧ୍ୟାକୁ ଗଲେ। ଏବେ ମକଟକେ ସେଇ ପଶିଲା କିମ୍ପାଇଁ। ମୁହିଁ ତ ତାହାର କିଛି ଦୋଷ କରିନାହିଁ। ଏହା ଶୁଣି ମନ୍ତ୍ରୀ ବୋଲେ ଶୁଣ ଦଣ୍ଡଧାରୀ। ସ୍ୱୟଂ ବିଷ୍ଣୁ ରାମ ନର ରୂପେ ଅବତରୀ। ମହିରେ ବହୁତ ଯଶ ଅର୍ଜିଲାଣି ସେହି। ଦଶରଥ ସୁତ ସେହି ଅଯୋଧ୍ୟାର ସାଇଁ। କୌଶଲ୍ୟା ରାଣୀଙ୍କ ଗର୍ଭେ ଜନମ ଲଭିଲା। ବୀର ପରଶୁରାମ ଦର୍ପ ହେଳେନ ରାଞ୍ଜିଲା। ଶିବ ଧନୁ ଭାଙ୍ଗି ବିଭା ହେଲା ବୈଦେହୀ। ବାଳିକି ମାରିଣ ସୁଗ୍ରୀବକୁ ରାଜ୍ୟ ଦେଇ। ରାବଣ କୁମାରୀ ରାଜା କଲା ବିଭୀଷଣ। ଏବେ ବି ଲଙ୍କାକୁ ଧାଡ଼ି ଦେଲା ରଘୁରାଣ। ନିଶ୍ଚୟ ସେ ଆସି ପୁଣି କରିବ ସମର। ଅବଶ୍ୟ ଏ ନଗ୍ର ଉଜାଡ଼ିବ ରଘୁବୀର। ଏବେ ମୋର ବୋଲ କର ଆହେ ନୃପ ସାଇ। ରାମଙ୍କୁ ଇତର ପ୍ରାୟ ନମଣ ଗୋସାଇଁ। ମାନବ ବିଷ୍ଣୁ ସେ ମଞ୍ଚ ପୁରେ ଜନ୍ମ ହୋଇ। ଅସୁରଙ୍କୁ ମାରିବାକୁ ଦେହ ଅଛି ବହି। ଯହିଁ ସେ ଅସୁର ଦେଖେ କରଇ ବିନାଶ। ଦୁଷ୍ଟ ମାରି ମହି ଭାରା କରିବ ଉଶ୍ୱାସ। ମୋର ବୋଲ କର ଏବେ ବିଲଙ୍କା ରାଜନ। ଶ୍ରୀରାମ ଇଲେ ପାଦେ ପଶିବା ଶରଣ। ଶ୍ରୀରାମଙ୍କ ସଙ୍ଗତରେ ଆରମ୍ଭିଣ ପ୍ରୀତି। ଅକଣ୍ଟକ ରାଜ୍ୟ ଭୋଗ କର ଲଙ୍କାପତି। ମନ୍ତ୍ରୀର ବଚନ ଶୁଣି ହସିଲା ଅସୁର। ବୋଇଲା କୋଶେ ରାମକୁ କିମ୍ପା ମୋର ଡର। ମୋତେ ପୁଣି ମାରିବାକୁ ରାମ କି ଭାଜନ। ଇତର ପରାଏ ମୋତେ ମଣ ମନ୍ତ୍ରୀ ଗଣ। ମୋତେ ଦେଖି ଶଙ୍କା କରେ ସ୍ୱର୍ଗେ ସୁନାସିର। ଦେବତା ମାନଙ୍କୁ ଆଣି ବାନ୍ଧିଣ ପାଦର। ଯମନୀତି ବାଡ଼ି ତାଟି ମୋହର ଖଟଇ। କୁବେର ଦେବତା ମୋର ମହଳ କାଚଇ। ନିମିଷକେ ବୁଲଇ ମୁଁ 14 ବ୍ରହ୍ମାଣ୍ଡ। ତର୍ପଣ କରଇ ନୀତି ସିନ୍ଧୁ 7 ଖଣ୍ଡ। ସ୍ୱର୍ଗ ମର୍ତ୍ତ୍ୟ ପାତାଳଏ ତ୍ରିପୁର ସାଧିଲି। ଅକଣ୍ଟକ ବିଲଙ୍କାରେ ସୁଖ ଭୋଗ କଲି। ମୁକିମ୍ ପାଇଁ ରାମ ପାଦେ ପଶିବି ଶରଣ। ଏ ପୁରକୁ ଅଇଲେ କି ବର୍ତ୍ତିବ ଶ୍ରୀରାମ। ଏହା ଶୁଣି ମନ୍ତ୍ରୀ ବର ହୋଇଲା ମୌନ। ମନେ ବିଚାରିଲା ନିଶ୍ଚେ ମରିବ ରାଜନ। ଗୁପ୍ତରେ ଶୁଣୁଥିଲେ ବୀର ହନୁମାନ। ଜାଣିଲା ଏଥକୁ ଆସି ଅଛନ୍ତି ଶ୍ରୀରାମ।
ତେଣୁ ମନ୍ତ୍ରୀ ଚିତ୍ତେ ହୋଇଲାଣି ବଡ଼ ଭୀତି। ଏବେ ତ ନିଶ୍ଚୟ ବଧ ହେବ ଲଙ୍କପତି। ଅବଶ୍ୟ ଭେଟିବି ଏଥେ ଶ୍ରୀରାମଙ୍କୁ ମୁହିଁ। ରାକ୍ଷସପୁରକୁ ବୀର ବାହାର ହୁଅଇ। ବିଲଙ୍କା ଭିତରେ ପଶି ପୁଣି ହନୁମାନ। କଳନା କରଇ କେତେ ଅଛଇ ସୈନ୍ୟ। 8,7,00,000 ଚର ଅଛି ତହିଁ। ଦେଉଳ ମଣ୍ଡପ କେତେ ତାର ସଂଖ୍ୟା ନାହିଁ। ଶପଥ ସହସ୍ର ବାଟ 5 ସହସ୍ର କନ୍ଦି। ପଦାତି 1000 ପଦ୍ମ ମହାମହାଯୋଧି। 7 ସହସ୍ର ଗଜବାଜି 50 ଅୟୁତ। 500 କୋଟି ରଥ ପଦ୍ମେ କରାଉତ। 7 ଖଉଣି ବାଦ୍ୟକାର ବୀର ଗଣିତ। ପଏକାର ଫରିକାର ଅଛନ୍ତି ବହୁତ। ଲକ୍ଷେ କପାଇକ 500 କୋଟି ଜେନା। 10 ବୃନ୍ଦ ମଲ୍ଲ ପୁଣି 80 ଖର୍ବ ସେନା। 7 ସହସ୍ର 500 52,000। ମଧୁବନ ତୋଟା ଅଟେ ଯୋଜନେ ଓସାର। ସମସ୍ତ ବୁଲିଣ ଦେଖେ ପବନର ବଳା। ଶ୍ରୀରାମଙ୍କୁ ଖୋଜି ଖୋଜି କାହିଁ ନ ପାଇଲା। 7 ଦିନ ଖୋଜିଲା ସେ ପବନ କୁମର। ଶ୍ରୀରାମଙ୍କୁ ଖୋଜି ନ ପାଇଲା ହନୁବୀର। ଏ ସମୟ ଯାହା ହେଲା ପାର୍ବତୀ ଗୋଷୁଣ। ସଂକେତ ରଖିଛି ବୀର ବିଲଙ୍କା ରାବଣ। ବିଷ ସରୋବର ଅଛି ଉତ୍ତର ଦୁଆରେ। ଜଳ ସରୋବର ଅଛି ଦକ୍ଷିଣ ପାଖରେ। ମିତ୍ର ହୋଇ କେହି ଜଣେ କଟକେ ପଶିଲେ। ଜଳପାନ କରି ଦର୍ଶନ କରେ ଭଲେ। ଶତ୍ରୁ ହୋଇ ଯେବେ ଆସି ପଶେ କଟକରେ। ବିଷପାନ କରି ମରେ ସେ ଉତ୍ତର ଦ୍ୱାରେ। ଗ୍ରାମ ଦେବତୀଙ୍କି ଜଗାଇଛି ତଥିପାଶ। ଶତ୍ରୁ ମିତ୍ର ଚିହ୍ନିଣ ସେ କରଇ ବିନାଶ। ଏମନ୍ତ ସମୟେ ଯାଇ ପବନର ବଳା। ବିଲଙ୍କା ଉତ୍ତର ଗଡ଼ ଦ୍ୱାରରେ ମିଳିଲା। କାହିଁ ଗଲେ ରାମ ବୋଲି ମନରେ ଭାଳଇ। କାହାଠାରୁ ଉପଦେଶ ପାଇବଇ ମୋହି। ଗ୍ରାମ ଦେବତୀଙ୍କୁ ଯାଇ ଭେଟିଲା ମାରୁତି। ଶତ୍ରୁ ବୋଲି ଜାଣି କରି ସେ ଗ୍ରାମ ଦେବତୀ। ଏ ବାନର ଶ୍ରୀରାମର ଅଟଇ ଯେ ଦାସ। ଉପାୟ ଭିଆଇଆକୁ କରିବି ବିନାଶ। ଏତେ ବୋଲି ମନେ ଭାବି ହୋଇଲେ ବାହାର। ଦେବତା ବସିଲେ ହନୁ ମନ୍ତର କଣ୍ଠର। ବାତୁଳ ପରାୟ ହୋଇ ଅଞ୍ଜନାର ବଳା। ଜଳପାନ କରି ଯାଇ ଗରଳ ଭଖିଲା। ଶରୀର ବିକଳ ହେଲା ପାଇ ବିଷ ଜ୍ୱାଳା। ଚଳି ନ ପାରିଲା ଆଉ ପବନର ବଳା। ଯାଇ ନ ଶୋଇଲା ଦୂତ ବୃକ୍ଷର ମୂଳରେ। ମିଳାଇ ପଡ଼ିଲା ଦେହ ଗରଳ ଜ୍ୱାଳାରେ। ପ୍ରାଣ ବିସର୍ଜିଲା ବୀର ହନୁମନ୍ତ ତହିଁ। ଅସ୍ଥି କୁଢ଼ କୁଢ଼ ହେଲା ମାଂସ ଗଲା ବହି। ଏଥୁ ଅନନ୍ତରେ ପ୍ରିୟେ ଶୁଣ ଦିବ୍ୟ ରସ। ହନୁମନ୍ତ ମରିବାର ହେଲା 16 ମାସ। ଏ ସନ ସମୟେ ଦେବୀ ପାର୍ବତୀ ଗୋଷୁଣ।
କୋପ ଭରେ ତପ ଯହୁଁ କରନ୍ତି ଶ୍ରୀରାମ। ବ୍ରହ୍ମାଙ୍କ ଆସନ କମ୍ପି ଉଠେ ଘନ ଘନ, କମ୍ପମାନ ହୋଇ ଉଠେ ଅମର ଭୁବନ। ବ୍ରହ୍ମା ପଚାରନ୍ତି ସୁନା ଶିର ମୁଖ ଚାହିଁ, କହ ମୋ ଆସନ ଆଜ କମ୍ପିଲା କିମ୍ପାଇଁ। ବୃହସ୍ପତି ବୋଲେ ତପ କରନ୍ତି ଶ୍ରୀରାମ, ମାରି ନ ପାରିଲେ ଯହୁଁ ବିଲଙ୍କା ରାଜନ। ତେଣୁ ଘନ ଘନ ତୁମ୍ଭ ଆସନ କମ୍ପିଲା, ଏ ଅମରାବତୀ ପୁର କମ୍ପମାନ ହେଲା। ଏହା ଶୁଣି ଦେବଗଣ ବିଚାରିଲେ ବସି, କି ଉପାୟ ଅସୁରଙ୍କୁ ମାରିବେ ସେ ଆସି। ପବନକୁ ପଚାରିଲେ ତୋର ପୁତ୍ର କାହିଁ, ହନୁ ଅଇଲେକ ସବୁ କାର୍ଯ୍ୟ ସିଦ୍ଧ ହୋଇ। କାହିଁ ଅଛି ତ କୁମର ଖୋଜ ତୁ ସମୀର, ଏହା ଶୁଣି ପବନ ଯେ ଖୋଜିଲା ସତର। ଅଯୋଧ୍ୟା ନଗର ଯାକ ଖୋଜିଲା ପବନ, ଶ୍ରୀରାମଙ୍କ ଠାରେ ନ ଦେଖିଲା ହନୁମାନ। ବିଲଙ୍କାରେ ଘରେ ଘରେ ପଶିଣ ଖୋଜିଲା, ନ ପାଇ ହନୁକୁ ବହୁ ବିସ୍ମୟ ହୋଇଲା। ଦେବଙ୍କ ସଭାରେ ଯାଇ କହିଲା ସମୀର, ଖୋଜି ଖୋଜି ନ ପାଇଲି ପୁତ୍ରକୁ ମୋହର। ନ କରିବି କେଣେ ଗଲା ମୋହର ନନ୍ଦନ। ଏତେ କହି ସଭା ମଧ୍ୟେ କାନ୍ଦିଲା ପବନ। ଦେଖି ଦେବଗଣ ବୃହସ୍ପତିଙ୍କୁ ଅନାଇ, ପାଞ୍ଜିରେ ଦେଖନ୍ତି ହନୁମନ୍ତ ଗଲା କାହିଁ। ପାଞ୍ଜିରେ ବୁଝିଣ ଯେ ଜାଣିଲେ ବୃହସ୍ପତି, ବିଲଙ୍କାରେ ବିଷ ଖାଇ ମରିଛି ମାରୁତି। ଦେବଗଣଙ୍କୁ ବୋଇଲେ ହନୁମନ୍ତ ମଲା, ବିଲଙ୍କା ନଗରେ ପଶି ଗରଳ ଖାଇଲା। ଶୁଣିଣ ପବନ ଉଚ୍ଚେ କରଇ ରୋଦନ, ନିରୋଧିଲା ଯହୁଁ ମଲେ ଜୀବଜନ୍ତୁ ଗଣ। ଦେବତା ବୋଇଲେ କୋପ କଲୁ କିସ ପାଇଁ, ଦେବେ ଆମ୍ଭେ ମାନେ ତୋର ପୁତ୍ରକୁ କିମ୍ପାଇଁ। ଶୁଣିଣ ପବନ ଆନନ୍ଦିତ ହେଲା ମନେ, ବିଲଙ୍କାକୁ ବିଜେ କଲେ ଦେବଗଣ ମାନେ। ରାତ୍ର ଅର୍ଦ୍ଧେ ପ୍ରବେଶିଲେ ବିଲଙ୍କା ନଗରେ, ନିଶବଦେ ରହିଛନ୍ତି ସମସ୍ତ ସୁରେ। ଯେଉଁଠାରେ ରହିଅଛି ଅଞ୍ଜନା ନନ୍ଦନ, ଏକ ରୁଣ୍ଡ ହୋଇଣ ମିଳିଲେ ଦେବଗଣ। ଅସ୍ଥିମାନ ଆଣି ତହିଁ ଏକ ଠାବ କଲେ, ସୁନା ଶିର ତା ଉପରେ ସୁଧା ବୃଷ୍ଟି କଲେ। ସଞ୍ଜୀବନୀ ମନ୍ତ୍ର ଗୋଟି ପଢିଲେ କଜମ, ଚେତନା ପାଇଣ ଉଠି ବସେ ହନୁମାନ। ନୟନ ମଳିନ ଚାରି ଦିଗକୁ ସେ ଚାହେଁ, ଦେବଙ୍କୁ ଦେଖିଣ ହନୁ ନମସ୍କାର ହୋଏ। ଓଳଗିଣ ବିନୟରେ ବୋଲଇ ବଚନ, ସମସ୍ତେ ତ ଅଛ କାହିଁ ଅଛନ୍ତି ଶ୍ରୀରାମ। ହନୁକୁ ପବନ ସ୍ନେହେ ଧରିଲା କୋଳରେ, ରାମ କହିଛନ୍ତି ବୋଲି ମାରୁତି ପଚାରେ। ବ୍ରହ୍ମା ଯେ ବୋଇଲେ ରାମ ଏଥେ ଆସିଥିଲେ, ଅସୁରର ତାଳି ବାତ ଘାତେ ଉଡ଼ିଗଲେ। ବୃଦ୍ଧ ଅଙ୍ଗୁଳି କୂଳରେ ଅଛନ୍ତି ଶ୍ରୀରାମ, 10 ଦ୍ୱାର ରୁନ୍ଧି ଘୋର ତପସ୍ୟାରେ ମଗ୍ନ।
ବିଳମ୍ବ ନ କରି ଯାଅ ପବନ ତନୁଜ, ଯେମନ୍ତ ହୋଇ ବାବୁ କର ଦେବ କାର୍ଯ୍ୟ। ଏତେ ବୋଲି ଆଶ୍ୱାସନା କଲେ ଦେବଗଣ, ବୋଇଲେ ତ ଦେହ ହେଉ ବଜ୍ର ହୁଁ କଠିନ। ଅଗ୍ନିରେ ଶସ୍ତ୍ର ଭେଦ ନହୁ ତ ଯେ ଶରୀର, ଶ୍ରୀରାମଙ୍କ ଭକତ ତୁ ଦେବ କାର୍ଯ୍ୟ କର। ଏତେ ବୋଲି ହନୁ ଅଙ୍ଗେ ଲଗାଇଲେ କର, ବଜ୍ର ହୁଁ କଠିନ ହେଲା ହନୁର ଶରୀର। ହନୁମାନ ଶ୍ରୀରାମଙ୍କ ଭେଟ ଓ ହନୁ ସହସ୍ର ଶିରା ରାବଣ ଗର୍ଭେ ରାମଙ୍କୁ ସ୍ମରଣ କରିବା। ଈଶ୍ୱର ବୋଇଲେ ଦେବୀ ପାର୍ବତୀ ଗୋ ଶୁଣ, ସ୍ୱର୍ଗପୁରେ ଚଳିଗଲେ ସର୍ବଦେବଗଣ। ଏଥୁ ଅନନ୍ତରେ ପୁଣି ପବନର ବଳା, ଶ୍ରୀରାମ ବାରତା ପାଇ ହରଷିତ ହେଲା। ବିଲଙ୍କାରୁ ବାହାରିଲା ପବନ ନନ୍ଦନ, କହୁଁ କହୁଁ ବିକ୍ରମୀଣ ବ୍ୟାପିଲା ଗଗନ। ପ୍ରଚଣ୍ଡ ପର୍ବତେ ଯାଇ ତକ୍ଷଣେ ମିଳିଲା, ଉତ୍ତର ମୂରତି ହୋଇ ହନୁ ଚଳିଗଲା। ରାତ୍ରି ପାହିଗଲା ବେଳ ହେଲା ଏକ ଦଣ୍ଡ, ବୃଦ୍ଧ ଚା ଗଣ୍ଡୁକିରେ ଉଦେ ହେଲେ ମାରତଣ୍ଡ। ଶ୍ରୀରାମଙ୍କୁ ହନୁମାନ ବୁଲି ନ ଖୋଜିଲା, ପର୍ବତରେ ଉଠି ଚଉଦିଗ ନାଇଲା। ବନରେ ପଶିଲା ହନୁ ମାନ ବୀରବର, ଦେଖିଲା କରନ୍ତି ତପ ସେ କୋଦଣ୍ଡଧର। ମନ ପବନ କୁରୁନ୍ଧି ଅଛନ୍ତି ଶ୍ରୀରାମ, ଅନଳ ପରାୟ ଜଳେ ରାମଙ୍କ ନୟନ। ଭଏ କମ୍ପମାନ ଦେଖି ରାମ କୋପ ମୂର୍ତ୍ତି, କି ବୁଦ୍ଧି କରିବି ବସି ବିଚାରେ ମାରୁତି। ମୋତେ ନିକି ମହାକୋପ କରନ୍ତି ଶ୍ରୀରାମ, ଏତେ ଭାଳି ହନୁମନ୍ତ କଲାକ ପ୍ରଣାମ। ପ୍ରଣାମ କରିଣ ହନୁ ଆଗରେ ବସିଲା, କପାଳରେ କର ଦେଇ ନିଜକୁ ନିନ୍ଦିଲା। ବିକଳ ହୋଇଣ ପୁଣି ଅନେକ କାନ୍ଦିଲା, କାନ୍ଦି କାନ୍ଦି ହନୁମନ୍ତ ଭୂମିରେ ଲୋଟିଲା। ହତାଶ ହୋଇଣ ହନୁ ଦଶ ଦିଗ ଚାହେଁ, କ୍ଷଣେ କାନ୍ଦେ କ୍ଷଣେ ଉଠେ ଭୂମି ପରେ ଶୁଏ। ପୁଣି ହନୁ ଶ୍ରୀରାମଙ୍କ ସନ୍ନିଧକୁ ଯାଇ, କର ଯୋଡ଼ି ପାଦ ପଦ୍ମ ତଳରେ ପଡ଼ଇ। ଅନେକ ବିକଳ ତହୁଁ ହେଲା ହନୁ ବୀର, ତପ ଭାଙ୍ଗି ଅନାଇଲେ ସେ କୋଦଣ୍ଡଧର। ପୁଣ ପୁଣ ହନୁମନ୍ତ ପାଦରେ ପଡ଼ଇ, ଏଣେ ନିରାଧାର ତପ କିମ୍ପାଇ ଗୋସାଇଁ। ପରମ ପୁରୁଷ ପ୍ରଭୁ ତୁ କାହାକୁ ଡରୁ, ଏଛାର ଦୈତ୍ୟ ପାଇଁ ଏତେ ତପ କରୁ। ଶ୍ରୀରାମ ବୋଇଲେ ଆରେ ଶୁଣ ହନୁମାନ, ଏକା ଦୈତ୍ୟକେ ମୁହିଁ ପାଇଲି କଷଣ। କରତାଳି ବାତ ଘାତେ ଉଡ଼ିଲି ଶୂନ୍ୟରେ, ଆରେ ହନୁ ପଡ଼ିଲି ମୁଁ ଆସି ଏତେ ଦୂରେ। କହ ବାବୁ କି ଉପାୟ ଅସୁର ମରିବ, ମହାବଳିଆର ସେହି ଦୁର୍ଦାନ୍ତ ମାନବ। ହନୁମନ୍ତ ବୋଲେ ଶୁଣ ଶୁଣ ରଘୁରାଜ, ମୁହିଁ ଯେ ବୁଝିଲି ଆଜି ଦୈତ୍ୟ ବଳ ବୀର୍ଯ୍ୟ। ମନ୍ତ୍ରୀ ଘେନି ଭାଳୁଥିଲା ସେ ଦୈତ୍ୟ ରାଜନ, ଗୁପତରେ ରହି ସବୁ କଲି ମୁଁ ଶ୍ରବଣ। ମନ୍ତ୍ରୀ କି ପୁଛିଲା ସେହି
ବିଲଙ୍କା ରାଜନ। ଶ୍ରୀରାମ ଅଟନ୍ତି କହ କାହାର ନନ୍ଦନ। ମନ୍ତ୍ରୀ ତାର ବୋଇଲା ଯେ ଅଯୋଧ୍ୟା ଦେଶର। ସୂର୍ଯ୍ୟବଂଶେ ଜାତ ଦଶ ରଥଙ୍କ କୁମର। ରାବଣ ମାଇଲା ସେହି ଲଙ୍କା ନାଶ କଲା। ଏବେ ଆସି ଏ ବିଲଙ୍କା ପୁରେ ଧାଡ଼ି ଦେଲା। ବୋଇଲେ ଶ୍ରୀରାମ ପାଦେ ପଶିବା ଶରଣ। ରାମ ଦୟା କଲେ ସିନା ହୋଇବ ରାଜନ। ମନ୍ତ୍ରୀ ମୁଖ ଶୁଣି କୋପ କଲା ସେ ଅସୁର। ବୋଇଲା ରାମକୁ କିମ୍ପା ମୋର ଏତେ ଡର। ମୋତେ ମାରିବାକୁ କିରେ ଅଟେ ସେ ଭାଜନ। ତିନି ପୁରେ ମୁହିଁ ମହା ପ୍ରତାପୀ ରାଜନ। ଦେବତା ମାନଙ୍କୁ ମୁହିଁ ପାଦରେ ବନ୍ଧାଇ। ଯମ ମୋର ବାଡ଼ି ତାଟି ସର୍ବଦା ଖଟଇ। କୁବେର ଦେବତା ମୋର କାଚଇ ମହଳ। ନିମିଷକେ ବୁଲଇ ମୁଁ ବ୍ରହ୍ମାଣ୍ଡ ସକଳ। ଯେବେ ମୁଁ ଶ୍ରୀରାମରେ ପଶିବି ଯେ ଶରଣ। କିମ୍ପାଇଁ ଡରିବେ ଆଉ ମୋତେ ଦେବଗଣ। ଏମନ୍ତ ବିଚାର ଦେବ ଶୁଣିବି ଲଙ୍କାରେ। 7 ଦିନ ଖୋଜିଲି ମୁଁ ତୋତେ ସେହି ପୁରେ। ଲଙ୍କା ନଗର ଯାକ ମୁଁ ସକଳ ବୁଲିଲି। ଜଳ ମନେ କରି ମୁହିଁ ଗରଳ ଭକ୍ଷିଲି। ଗରଳ ଭକ୍ଷଣେ ହେଲି ମାଂସ ଚର୍ମହୀନ। ଗଦା ହୋଇଥିଲା ଅସ୍ଥି ଏକଠା ବେପୁଣ। ଦେବଗଣ ଆସି ମୋତେ ଦେଲେ କଜିଆଇ। ତୁମ୍ଭର ବାରତା ଦେବ ବ୍ରହ୍ମା ଦେଲେ କହି। ଆବର ବୋଇଲେ ତହିଁ ଦେବ କାର୍ଯ୍ୟ କର। ଯେମନ୍ତ ଶ୍ରୀରାମ ଆସି ମାରନ୍ତୁ ଅସୁର। ଦେବଙ୍କ ମୁଖରୁ ଶୁଣି ଅଇଲି ମୁଁ ଧାଇଁ। ଭେଟ ହେଲା ଆଉ ମନେ ଭାଳ କାହିଁ ପାଇଁ। ଚାଲ ବିଲଙ୍କାକୁ ଯିବା ବେଗ ହୁଅ ସଜ। ମାରିବା ଅସୁର ବଂଶ ହେବ ଦେବ କାର୍ଯ୍ୟ। ଶୁଣିନ ଶ୍ରୀରାମ ମନେ ହୋଇଲେ ହରସ। ହନୁକୁ ପୁଛନ୍ତି ପୁଣି ପ୍ରଭୁର ଘୁଶିଷ୍ୟ। ତୋ ମନକୁ ଆସଇକି କହ ହନୁ ବୀର। ମାରିଛ କି ପାରିବି ମୁଁ ବିଲଙ୍କା ଅସୁର। ହନୁମାନ ବୋଲେ ଦେବ ଭାଳୁଛ କିମ୍ପାଇଁ। ମନ୍ତ୍ରୀ ତାର ଅଧୈର୍ଯ୍ୟ ହେଲାଣି ଗୋସାଇଁ। ନରପତି ଅଧୈର୍ଯ୍ୟ ନୋହିଲେ କି ହେବ। ମରଣ ନିକଟ ତାକୁ ହେଲାଣି ରାଘବ। ରାଜା ଠାରୁ ମନ୍ତ୍ରୀ ଜାଣ ଅଟେ ବଳିୟାର। ସେହି ଡରିଲାଣି ନିଶ୍ଚେ ମରିବ ଅସୁର। ଏ ସମୟ ଅନୁକୂଳ କରିବା ଶ୍ରୀରାମ। ମୋହର ପିଠିରେ ଦେବ କର ଆରୋହଣ। ଏହା ଶୁଣି ତତକ୍ଷଣେ ଉଠି ଚାପ ଧାରି। ସେ ଗଣ୍ଡୁକି ନଦୀ ଜଳେ ବେଗେ ସ୍ନାନ ସାରି। ତରପଣ ସାରି ରାମ କୂଳରେ ମିଳିଲେ। ଦେବ ପୂଜା ସାରି ଫଳ ମୂଳ ସେ ଭୁଞ୍ଜିଲେ। ସନ୍ଧ୍ୟା ଆସି ପରବେଶ ହୋଇଲେ ସେ ଦିନ। ଶୋଇଲେ ପର୍ବତ ପରେ ସେ ରଘୁନନ୍ଦନ। ମାରୁତି ଶୋଇଲା ଶ୍ରୀରାମଙ୍କ ପାଦ ତଳ। ଅଯୋଧ୍ୟାର କଥା ପଚାରନ୍ତି ରଘୁବୀର। ମାତାର କୁଶଳ ପୁଣି ଜାନକୀ ବାରତା। ଭରତ ବୃତ୍ତାନ୍ତ ଆଉ ଅଯୋଧ୍ୟାର କଥା। ସମସ୍ତ ବୁଝାଇ କହେ
ବୀର ହନୁମାନ। ଶୁଣୁ ଶୁଣୁ ଶୋଇଲେ ସେ କୋଦଣ୍ଡ ଧାରଣ, ଉଜାଗର ହୋଇ ଜଗିବ ସେ ହନୁମାନ। ରାତ୍ର ପାହିଗଲା ଶଙ୍ଖ ଶୁଭେ ଘନ ଘନ, ଉଠିବେ ଯେ ସ୍ନାନ କଲେ କୋଦଣ୍ଡ ଧାରଣ। ପୂଜା ସାରି ଫଳ ମୂଳ କରନ୍ତି ଭକ୍ଷଣ, ଅନୁକୂଳ ବେଳ ଜାଣି ଜାନକୀ ରମଣ। ହନୁମନ୍ତ ପିଠିରେ ସେ କଲେ ଆରୋହଣ, ଦକ୍ଷିଣ ମୂରତି ହୋଇ ଚଳେ ହନୁମନ୍ତ। ଆନନ୍ଦରେ ଦେବତାଏ ସ୍ୱର୍ଗେ କଲେ ନୃତ୍ୟ, ପ୍ରଚଣ୍ଡ ପର୍ବତେ ମିଳିଲେ କର ଭୂପତି। ଶଙ୍କର କହନ୍ତି ଶୁଣ ଦେବୀ ଗୋ ପାର୍ବତୀ, ଅପୂର୍ବ ରହସ୍ୟ ଏ ବିଲଙ୍କା ରାମାୟଣ। ଅସମ୍ଭବ ବୃତ୍ତାନ୍ତ ଯେ କରଇ ରାବଣ, କାହାଠାରୁ ବର ପାଇ ଅଟେ ବଳିୟାର। ବରଷକ ପୂର୍ଣ୍ଣ ହେଲେ କରଇ ଆହାର, ମାହେନ୍ଦ୍ର ବେଳାରେ ଯାଇ ଆସ୍ଥାନେ ବସଇ। 200 ଭୁଜକୁ ଦିଅଇ ବଢାଇ, ପର୍ବତ କନ୍ଦର ବନେ ଯେତେ ଜୀବ ଗଣ। ଗୋ ବ୍ରାହ୍ମଣ ପଶୁ ପକ୍ଷୀ ନ କରେ ବାରଣ, ହସ୍ତେ ଯାହା ପଡ଼େ ତାହା ଆଣି ଗର୍ଭେ ଭରେ। ତାହାର ଭୋଜନ ପାଳି ପଡ଼େ ଯେ ଦିନରେ, ବିଲଙ୍କା ନଗର ମଧ୍ୟେ ପଡ଼ଇ ଚହଳ। କେବଳ ଇ ପଳା ପଳା କେହୁଏ ବିକଳ, ବନ୍ଧୁ କୁଟୁମ୍ବ ମାନଙ୍କୁ ଘେନି ନ ପଳାନ୍ତି। ଝାଡ଼ ବାଡ଼ ପର୍ବତରେ ଯାଇ ନ ଲୁଚନ୍ତି, କେତେ ଯାଇ ପର୍ବତ କ୍ରୋଟରେ ଲୁଚିଲେ। କେତେ ପଳାଇ ନ ଯାଇ ଶରଣ ପଶିଲେ, ପ୍ରଚଣ୍ଡ ପର୍ବତେ ଥାଇ ପ୍ରଭୁର ଭୂପତି। ଦେଖିଲେ ସେ ନଗ୍ର ଲୋକେ ପଳାଇ ଆସନ୍ତି, ହନୁକୁ ବୋଲନ୍ତି ପ୍ରଭୁ ରଘୁକୁଳ ବୀର। କିମ୍ପାଇଁ ପଳାଇଛନ୍ତି ତାହାଙ୍କୁ ପଚାର, ହନୁମନ୍ତ ପଚାରଇ ନଗ୍ର ଲୋକ ଚାହିଁ। ତୁମ୍ଭେ ମାନେ ପଳାଉଛ କୁହ କାହିଁ ପାଇଁ, ଅସୁର ବୋଲନ୍ତି ଆଜି ବିପତ୍ତିର ଦିନ। ରାଜାଙ୍କ ଭୋଜନ ପାଳି ପଡ଼ିଅଛି ପୁଣ, ତେଣୁ ବାବୁ ଏ ନଗରେ ପାୟଡ଼ା ପଡ଼ଇ। ଏହା ଶୁଣି ପଚାରନ୍ତି ରଘୁକୁଳ ସାଇଁ, କେମନ୍ତ ଭୋଜନ କରେ ତୁମ୍ଭ ନୃପରାଣ। ଅସୁରେ ବୋଇଲେ ତୁମ୍ଭେ ସାବଧାନେ ଶୁଣ, ମାହେନ୍ଦ୍ର ଯୋଗରେ ରାଜା ଆସ୍ଥାନେ ବସଇ। 200 ଭୁଜକୁ ଦିଅଇ ବଢାଇ, ଯେ ପଡ଼ଇ ହସ୍ତେ ତାହା ପୁରାଇ ଗର୍ଭରେ। ତେଣୁ ପାୟଡ଼ା ପଡ଼ିଛି ଆଜି ଏ ନଗରେ, ଏତେ ବୋଲି ସର୍ବେ ତହିଁ ଗଲେ କପଳାଇ। ଚମତ୍କାର ହେଲେ ଶୁଣି ରଘୁକୁଳ ସାଇଁ, ହନୁକୁ ଚାହିଁଣ ପୁଣ ବୋଲନ୍ତି ଶ୍ରୀରାମ। ଏଥିର ବିଚାର ବାବୁ କହ ହନୁମାନ, ଆଜି ଆମ୍ଭେ ରାକ୍ଷସର ପୁରକୁ ନ ଯିବା। ଏହି ପର୍ବତରେ ଆଜି ଦିନକ ରହିବା। ଆଜି ଗଲେ ବାବୁରେ ଆମ୍ଭଙ୍କୁ ଯଶ ନାହିଁ, ପଡ଼ିଲେ ଅସୁର ହସ୍ତେ ପ୍ରମାଦ ଘଟଇ। ପୁଣ ପୁଣ ହନୁମନ୍ତ ଯୋଡ଼ିବେନି କର, ବୋଲଇ ଭୋ ଦେବ ସାବଧାନେ ହେତୁ କର। ପର୍ବତରେ ତୁମ୍ଭେ ରହିଥିବ ହେ ଗୋସାଇଁ, ବିଲଙ୍କାପୁରକୁ ଆଜି ଯାଉଅଛି ମୁହିଁ।
ଗଗନ ମାର୍ଗରେ ଦେବ ମୁହିଁ ଉଡ଼ି ଯିବି। ପାଟି ବିସ୍ତାରିଲେ ତାର ଗର୍ଭରେ ପଶିବି। ଅନ୍ତନାଡ଼ି ଛଣ୍ଡାଇବି ଗର୍ଭ ମଧ୍ୟେ ପଶି। ମରିବ ଦଇତ ନିଶ୍ଚେ ମୁଁ ଭେଟିବି ଆସି। ଶ୍ରୀରାମ ବୋଇଲେ ସେହୁ ବଳିଷ୍ଠ ସୁର। ପ୍ରାଣ କି ପାଇବୁ ହନୁ ପଡ଼ିଲେ ହସ୍ତର। ଗର୍ଭରେ ପଡ଼ିଲେ ହନୁ ଆସି ନ ପାରିବୁ। ଅକାରଣେ କିମ୍ପା ବାବୁ ପ୍ରାଣ ହରାଇବୁ। ପର ଲାଗି କିମ୍ପା ମରିବୁ ରେ ହନୁ ବୀର। ଆସ ଆସ ରହିବାଏ ପର୍ବତ ଉପର। ଏହା ଶୁଣି ହନୁ ବୀର ବୋଲେ ଯୋଡ଼ି ବେନି ପାଣି। ପର ବୋଲି କିମ୍ପା ମତେ କୁହର ଘୁମଣି। ମୁହିଁ ତ ତୁମ୍ଭର ଦାସ ଅଟେ ପରିଚାର। ଆଜ କିମ୍ପା ପର ମତେ କୁହର ଘୁବୀର। ଏବେ ମତେ ଆଜ୍ଞା ଦିଅ ବୀର ମାରତଣ୍ଡ। ମୋଡ଼ି ପକାଇବି ଦୈତ୍ୟ ସହସ୍ରକ ମୁଣ୍ଡ। ବିଲଙ୍କାପୁରକୁ ଦେବ ଉପାଡ଼ି ଆଣିବି। ଶପଥ ସମୁଦ୍ର ଜଳ ପିଇ ଶୁଖାଇବି। ପର ବୋଲି କରି ମୋତେ ବୋଇଲେ କିମ୍ପାଇ। ଥାଅ ତୁମ୍ଭେ ପର୍ବତରେ ଯାଉଅଛି ମୁହିଁ। ଏତେ ବୋଲି ହନୁମାନ ତହିଁ ଚଳିଗଲା। ଏକ ଗୋଟି ଗୁମ୍ଫା ସେହି ପର୍ବତେ ଦେଖିଲା। ତହିଁର ଭିତରେ ହନୁ ରାମଙ୍କୁ ରଖାଇ। ପର୍ବତ ଉପାଡ଼ି ଆଣି ଗୁମ୍ଫା ଦ୍ୱାରେ ଦେଇ। ଶ୍ରୀରାମ ବୋଇଲେ ଯେବେ ବିଲଙ୍କାକୁ ଯିବୁ। ବିଚାରିଣ ହନୁମନ୍ତ କାର୍ଯ୍ୟ କରୁଥିବୁ। ହେଉ ବୋଲି ହନୁମନ୍ତ ପାଦରେ ପଡ଼ିଲା। ଯାଉଅଛି ବୋଲି ଦେବ କରଜେ ଯୋଡ଼ିଲା। ଶ୍ରୀରାମ ବୋଇଲେ ବାବୁ ତୋର ଶୁଭ ହେଉ। ତୋହର ବୁଦ୍ଧିରେ ଏ ବିଲଙ୍କା ନାଶ ଯାଉ। ଏକ ମୁଖେ ହୋଇ ତହୁଁ ଚଳେ ହନୁମାନ। ବିଲଙ୍କାରେ ପହଞ୍ଚିଲା 5 ଘଡ଼ି ଦିନ। ଜ୍ୟୋତିଷ ଜଣାଇଲା ନୃପତି ଆଗରେ। ହୋଇବ ମାହେନ୍ଦ୍ର ବେଳ ଶପଥ ଘଡ଼ିରେ। ଶୁଣିନ ନୃପତି ବେଗେ ସ୍ନାନ ସାରିଲା। ଦେବାଳଏ ପଶି ଦେବ ତାଙ୍କୁ ପୂଜା କଲା। 4 ବେଦ ପଢ଼ି ଦୈତ୍ୟ ଆହୁତି ଦିଅଇ। ଦୋହରା ଗୃହରେ ଅଗ୍ନି ଶାନ୍ତି ଯେ କରଇ। କହୁଁ କହୁଁ 6 ଘଡ଼ି ହେଲା ଦିନକର। ବାହାର ଅବକାଶରେ ବିଜେ ନୃପବର। ସହସ୍ର ମୁକୁଟ ମୁଣ୍ଡେ ବାନ୍ଧିଲା ଦଇତ। 200 ହାତରେ ବାନ୍ଧେ ବୀର ବେନେତ। ଅଳଙ୍କାର ଆଭରଣ ହୋଇଲା ରାଜନ। ବେଶ ହେଉ ହେଉ ହେଲା 7 ଘଡ଼ି ଦିନ। କ୍ଷୁଧାରେ ଅନଳ ପ୍ରାୟ ଜଳଇ ଉଦର। ବିକଟାଳ ମୂରତି ଧଇଲା ଦୈତ୍ୟ ବୀର। କୋପ ଭରେ 200 ଲୋଚନ ବୁଲାଇ। 200 ଭୁଜକୁ ସେ ଦେଲା କବଢ଼ାଇ। ତାହା ଦେଖି ଦୈତ୍ୟମାନେ ବେଗେ ପଳାଇଲେ। ନୃପତିର ନିକଟରେ କେହି ନ ରହିଲେ। କର ବଢ଼ାଇଣ ସେହି ପ୍ରତାପୀ ଅସୁର। ଗିରିକନ୍ଦରରୁ ପଶୁ ଧଇଲା ବିସ୍ତର। ଗୋ ବ୍ରାହ୍ମଣ ଆଦି ଯେତେ ପଶୁ ପକ୍ଷୀ ଜାତି। ସଭିଙ୍କି ଧଇଲା ହୋଇ
କୋପାନଳ ମୂର୍ତ୍ତି। ସିଂହ ବ୍ୟାଘ୍ର ମୃଗ ଗଣ୍ଡା ଗୟଳ ଏମାନ, ଦରାଣ୍ଡି ଧଇଲା ହସ୍ତେ ଅସୁର ରାଜନ। 100 ଜୁଣ ପରିଜନ୍ତେ ଧଇଲା ଅସୁର, ପାଟି ବିସ୍ତାରିଣ ତାହା କରଇ ଆହାର। ଯେବେ ପଶୁ ପକ୍ଷୀ ଥିଲେ ବିଲଙ୍କା ନଗରେ, ହନୁ ସହିତରେ ସର୍ବେ ପଶିଲେ ଗର୍ଭରେ। ତଣ୍ଟି ସଳଖରୁ କରେ ଅଣ୍ଡାଳଇ ହନୁ, ଅଳକୁଳ ଥଳକୂଳ ନ ପାଇଲା ଅଞ୍ଜନାର ସୁନୁ। ଅସୁର ଉଦର ମଧ୍ୟେ ଯାଇଣ ମିଳିଲା, ଅନ୍ତ ନାଡ଼ି ଖୋଜଇ ସେ ପବନର ବଳା। ହାତକୁ ଲାଗିଲା ନାଡ଼ି ମେରୁ କିଳା ପ୍ରାୟ, ଦେଖି ଚମତ୍କାର ହେଲା ପବନ ତନଏ। ବିକଳ ହୋଇଣ କାନ୍ଦେ ପବନ କୁମର, କେମନ୍ତେ ଅସୁର ଗର୍ଭୁ ହୋଇବୁ ବାହାର। ଅଗାଧ ସମୁଦ୍ର ପ୍ରାୟ ଅସୁର ଉଦର, ଅନ୍ତନାଡ଼ି ହୋଇଅଛି ମେରୁ ପରକାର। ରାମ ରାମ ବୋଲି ଭଜେ ଡାକେ ହନୁମାନ, ଆହେ ରଘୁନାଥ ନିଶ୍ଚେ ଗଲା ମୋ ଜୀବନ। ରକ୍ଷା କର ହେ କଦଣ୍ଡ ଧର, ଅସୁର ଗର୍ଭରେ ଜୀର୍ଣ୍ଣ ହେଲା ଏ ଶରୀର। ଯହୁଁ ଶ୍ରୀରାମଙ୍କୁ ଉଚ୍ଚେ ଡାକିଲା ମାରୁତି, ଭକତ ବାନ୍ଧବ ପ୍ରଭୁ ଜଗତର ପତି। ପର୍ବତ କନ୍ଦରେ ଥାଇ ଜାଣିଲେ କଥା, ରଖିଲି କହି ଟେକିଦେଲେ ବାହା। ହନୁ ଓ ସହସ୍ରା ରାବଣ କଥୋପକଥନ ଏବଂ ସପ୍ତଶିରା ମନ୍ତ୍ରୀର ହନୁମାନ ସଙ୍ଗେ ଯୁଦ୍ଧ ଓ ରାମଙ୍କ ହସ୍ତେ ମୃତ୍ୟୁ। ଏଥୁ ଅନନ୍ତରେ ଦେବୀ ପାର୍ବତୀ ଗୋଷୁଣ, ଅପୂର୍ବ ଚରିତ ଏ ବି ଲଙ୍କା ରାମାୟଣ। ରାମ ରାମ ଶବ୍ଦ ଗର୍ଭୁ ଉଠେ ଘନ ଘନ, ସେ ଶବ୍ଦ ଶୁଣି ରାଜା ଡେରିଲା ଯେ କାନ। ଗର୍ଭକୁ ନିରୀକ୍ଷି ଚାହିଁ ଭାଳଇ ମନରେ, ରାମ ରାମ ଶବ୍ଦ ଯେ ଶୁଭୁଛି ଗର୍ଭରେ। ଏକ ରାମ ଆସି ମୋତେ ଯୁଦ୍ଧ ମାଗୁଥିଲା, ସେ ରାମ କି ଏବେ ମୋର ଗର୍ଭରେ ପଶିଲା। ଦେଖିବା କେମନ୍ତେ ରାମ ବୋଲିଣ ବିଚାରି, ପାଟି ବିସ୍ତାରିଣ ସବୁ ପକାଏ ଉଦ୍ଗାରି। ଯେତେ ଜୀବଜନ୍ତୁ ଗିଳିଥିଲା ଦୈତ୍ୟପତି, ସବୁ ଉଦ୍ଗାରିଲା ସର୍ବେ ପଡ଼ିଲେ କକ୍ଷିତି। ଗର୍ଭରୁ ବାହାର ହୋଇ ପଡ଼େ ହନୁମାନ, ଘଡ଼ି କରେ କପି ମଣି ପାଇଲା ଚେତନ। ଡେଇଣ ବସିଲା ହନୁ ରାମ ନାମ ଧରି, ଏହା ଦେଖି ଚମତ୍କାର ହେଲେ ଦଣ୍ଡଧାରୀ। ହନୁକୁ ପଚାରେ ପୁଣି ବିଲଙ୍କା ରାଜନ, କେମନ୍ତେ ଜଠରା ନଳେ ନୋହିଲେ ତୁ ଜିନ। କହ କହ ବାନରରେ କାହୁଁ ତୁ ଅଇଲୁ, ମୋହର ଗର୍ତ୍ତରେ ଆସି ମୋହର ଗର୍ଭରେ ଆସି କିମ୍ପାଇଁ ପଶିଲୁ। କେଉଁ ରାଜ୍ୟ ଘର ତୋର ତୁ କାହାକୁ ମର, ତୋର ପିତା ମାତା କିଏ ତାର ପରିଚାର। ଶୁଣି ହନୁମନ୍ତ ବୋଲେ ଶୁଣରେ ଦଇତ, କିଷ୍କିନ୍ଧ୍ୟାରେ ଘର ମୋର ପବନର ସୁତ। ହନୁମନ୍ତ ନାମ ମୋର ଶ୍ରୀରାମ ସେବକ, ସ୍ୱର୍ଗ ମର୍ତ୍ତ୍ୟ ପାତାଳ ମୁଁ
ଜିଣିପାରେ ତୋତେ ମାରିବାକୁ ଆସିଥିଲେ ରଘୁସାଇଁ, ସେ ପ୍ରଭୁଙ୍କୁ ଖୋଜିବାକୁ ଆସିଥିଲି ମୁହିଁ, ଅଯୋଗେ ପଡ଼ିଲି ମୁହିଁ ତୋହର ଗର୍ଭରେ, ତେଣୁ ଶ୍ରୀରାମଙ୍କୁ ସୁମରିଲି ହୃଦୟରେ। ଶୁଣିଣ ସହସ୍ର ଶିରା ହସିଣ ବୋଇଲା, ସିଂହ ଶଶା ପ୍ରାୟ ମୋତେ ଏକଥା ଲାଗିଲା। ଏହା ଶୁଣି ପଚାରିଲା ପବନର ସୁତ, ଶୁଣିବା ସେ କଥା ଗୋଟି କହରେ ଦଇତ। ବିଲଙ୍କା ରାଜନ ବୋଲେ ଶୁଣରେ ବାନର, ଦଣ୍ଡକା ଅରଣ୍ୟ ଥିଲା ଏକ ସରୋବର। ସେ ବନ ମଧ୍ୟରେ ଛନ୍ତି ଯେତେ ଯେତେ ପ୍ରାଣୀ, ନୀତି ଆସି ପିଅନ୍ତି ସେ ପୋଖରୀର ପାଣି। ଏକ ଦିନକର କଥା ଶୁଣରେ ମର୍କଟ, ବୈଶାଖ ମାସେ ଖରା ହୋଇଛି ନିରାଟ। ତୃଷାରେ ଆତୁର ହୋଇ ଏକ ଶଶା ଆସି, ପାଣି ପିଉଅଛି ସେହି ପୋଖରୀରେ ପଶି। ଦୁର୍ଦାନ୍ତ ନାମରେ ସିଂହ ଥିଲା ସେ ବନରେ, ତୃଷାରେ ଆତୁର ହୋଇ ଆସେ ଅତି ଖରେ। ଦେଖିଲା ସେ ଘାଟେ ଶଶା ପିଉଅଛି ପାଣି, ମନେ ବିଚାରିଲା ମୋତେ ଦେଖିଲେ କ୍ଷଣି। ଜଳପାନ ନ କରିବ ପଳାଇବ ଡରେ, ସେହିଆ ପାପେ ପଡ଼ିବି ମୁଁ ନରକ କୁଣ୍ଡରେ। ଏତେ ଭାଳିଆଡ଼ ହୋଇ ରହିଲା ଗୁପତେ, ଏହି ଶଶା ଗୋଟି ପାଣି ପିଇଲା ନିଶ୍ଚିନ୍ତେ। ପିଇସାରି ଉପରକୁ ଆସିବାର ବେଳେ, ପର୍ଶୁରାଜ ଦୁର୍ଦାନ୍ତକୁ ଦେଖେବେନି ଡୋଳେ। ବୃକ୍ଷ ଉହାଡ଼ରେ ଲୁଚି ରହିଅଛି ସେହି, ଏହା ଦେଖି ଶଶା କହେ ମନେ ଗର୍ବ ବହି। ଆରେ ସିଂହ ଲୁଚିଲେ କି ଛାଡ଼ିଦେବି ତୋତେ, ଆଜ ତୁହି ପଡ଼ିଅଛୁ କାଳ ଯମ ହାତେ। ଯଦ୍ୟପି ମୋ ପାଦେ ତୁହି ପଶିବୁ ଶରଣ, ତେବେ ତୋତେ ଛାଡ଼ିଦେବି ଯିବୁ ଘେନି ପ୍ରାଣ। ଶଶା କଥା ଶୁଣି ସିଂହ ହସି ହସି ବୋଲେ, ମୁହିଁ ଛାର କାହିଁ ଶ୍ରମ ହେବି ତୁମ୍ଭେ ତୁଲେ। ତୁମ ସମ ବଳବନ୍ତ ନାହିଁ ତିନି ପୁରେ, ମୁହିଁ ଛାର ତୁମ ସଙ୍ଗେ ସମ ହୋଇପାରେ। ଏବେ ତୁମ ପାଦେ ମୁହିଁ ପଶିଲି ଶରଣ, ଆହେ ପ୍ରଭୁ ଦୟା କରି ଦିଅ ପ୍ରାଣ ଦାନ। ମାଗୁଛି ଏତେକ ମାତ୍ର ଠାଇଏ ବନରେ, କହିବା ଏ କଥା ସବୁ ଜନ୍ତୁଙ୍କୁ ଆଗରେ। ସମରେ ଦୁର୍ଦାନ୍ତ ସିଂହ ହାରିଗଲା ମୋତେ, ଶରଣ ପଶିଲା ଭଏ ମୋର ପାଦ ଗତେ। ଏହା ଶୁଣି ଶଶା ତହୁଁ ଗଲା ଆନନ୍ଦରେ, ବିସ୍ତାରି କହିଲା ସବୁ ଜନ୍ତୁଙ୍କ ଆଗରେ। ଏହା ଶୁଣି ଜନ୍ତୁମାନେ ଉପହାସ କଲେ, ପାଗଳ ହୋଇଛି ଶଶା ମନେ ବିଚାରିଲେ। ଶଶା କାହିଁ ସିଂହ ସଙ୍ଗେ କରିବ ସମର, ମୁକ୍ତା ଫଳ ଖାଏ ଯେହୁ ମାରି କପିବର। କିବା ୟାକୁ ଛାଡ଼ିଦେଲେ ନିଜ ଜ୍ଞାନ କରି, ଛୋଟ ଜାତି ହୋଇ କହୁଅଛି କେଉଁ ପରି। ନର ବାନର ମୋ ସଙ୍ଗେ
करिवे समर 14 भुवने नाही जा समान वीर ब्रह्मा आसी वेद पढ़े मो दुआरे नीति भृत्य परि खटी थाए पासे सचिपति देवता मानंकु मुहि बांधई पादरे जमराजा बाड़ी ताटी खटे निरंतरे कुबेर देवता काचे मोहर बसन मोते मारिबाकु तोर राम की भाजन नीच जाति बानर रे बनस्तरे थाऊ बाड़ी बाड़ी बुली फल चोरी करी खाऊ जाति रे बानर तोर ज्ञान बा काहि ज्ञानी जन संगे तेणु तोर संग नाही एहा शुणी हनुमंत हसिण बोइला तू जहा कहिलु मोर मन को तो गला श्रीराम प्रतिज्ञा बा जानिबु तू काहू परम विष्णु से राम रघुकुल राहु असुर मारिण से उश्वासी बेजे भार निराकार विष्णु से ही जान रे पामर जेउ वीर परशुराम गौरव गंजिले तुही निश्चय श्रसा तुल्य हेबु तांको तुले शिव धनु भंगी विभा हेले बई देही बाली कुमारिण सुग्रीव को राज्य देई पर्वत बहिण बंध बांधिले सागरे स्वर्णमय लंकापुर ध्वंस कले सरे माइले रावण तार बाई कुंभकर्ण इंद्रजित सहित रे जेते वीरगण रावण को बद्ध करी कीरति रखिले महासती जानकींक दुख निवारिले शरण पशिले आसी वीर विभीषण ताहाकु लंकारे राजा कले राम राण संतोषे अमर बर देले ताकु पुणी आबर ताहाकु देले मंदोदरी राणी एबे तोते मारिबाकु विजे रघुबीर अवश्य काटिबे तोर सहस्रे कसीर मोते जेबे आज्ञा देई थान्ते श्रीराम उपाड़ी नियंती तोर बिलंका भुवन सहस्रे मुंडकु मोहि मोड़ंती तोहर आज्ञा नथिबारु छाड़ी देली रे असुर एहा शुणी हसी हसी बोले दैत्य स्वर तोहर प्रतिज्ञा मुहि जान रे बानर काहे तोर राम कुरे देखाओने मोते राम को देखिले मुहि जीवी रे परते हनुमंत बोइला रे सुण दुराचारी जहा खाई अछु ताहा पकानी उद्गारी तोहर गर्भरे रही अछंती श्रीराम उद्गारिले देखिबु तू कौशल्यानंदन शुणिण बिलंकापति हरस होइला बदन विस्तार करी सबु उद्गारिला देखिले पहिले जीव जंतु से जेतेक गोरु विप्र मृग व्याघ्र शुकर अनेक देखि हनुमंत मने सुमरे समीर
ଭୋତା ତ ସ୍ୱର୍ଗରୁ ତୁମ୍ଭେ ସୁଧା ବୃଷ୍ଟି କର। ଦଇତକୁ ବୋଇଲେ ସେ ଅଞ୍ଜନା ନନ୍ଦନ। ଆରେ ଦୈତ୍ୟ ତ ଗର୍ଭରେ ନାହାନ୍ତି ଶ୍ରୀରାମ। ଇନ୍ଦ୍ରକୁ ଚିନ୍ତିଲା ମନେ ମନେ ହନୁବୀର। ସ୍ୱର୍ଗ ସୁଧା ବରସିଲେ ଦେବ ସୁନାସିର। ଜୀବନ ପାଇଣ ସର୍ବେ ଗଲେ କପଳାଇ। ହନୁକୁ ପ୍ରଶଂସା କଲେ ସ୍ୱର୍ଗେଶ୍ୱର ସାଇଁ। ସେହି ଦିନ ଉପବାସେ ରହିଲା ଅସୁର। ବରଷେ ପୁରିଲେ ପୁଣ କରିବ ଆହାର। ଅତି ଦୁଃଖେ ରହିଲା ସେ କ୍ଷୁଧା କଷ୍ଟ ସହି। ପ୍ରଚଣ୍ଡ ଗିରିକି ଗଲା ହନୁମନ୍ତ ଡେଇଁ। ଶ୍ରୀରାମଙ୍କ ସନ୍ନିଧିରେ ପ୍ରବେଶ ହୋଇଲା। ପର୍ବତ ଗୁହାରୁ ଯାଇ ପଥର କାଢିଲା। ଦେଖେ ତହିଁ ବଶିଷର ସଳଖନ୍ତି ରାମ। ପାଦ ତଳେ ହନୁମାନ କଲାକ ପ୍ରଣାମ। ଦେଖି ହରଷ ବୋଇଲେ ପ୍ରଭୁ ରଘୁବୀର। ପଚାରିଲେ କହ ବାବୁ ଦୈତ୍ୟ ସମାଚାର। ହନୁ ବୋଲେ ଦେବ ତୁମ୍ଭ ଆଜ୍ଞାରେ ମୁଁ ଗଲି। ସେ ପାପିଷ୍ଠ ଦୈତ୍ୟର ଗର୍ଭରେ ପଶିଲି। ଦେଖିଲି ସମୁଦ୍ର ପ୍ରାୟ ତାହାର ଉଦର। ସ୍ଥୂଳ କୂଳ ନ ପାଇଲି ଆହେ ବାପ ଧର। ଆକୁଳ ହୋଇ ତୁମ୍ଭଙ୍କୁ ସୁମରନ୍ତେ ମୁହିଁ। ଉଦ୍ଗାରୀ ଅସୁର ମତେ ପକାଇଲା ତହିଁ। ରାମ କାହିଁ ଛନ୍ତି ବୋଲି ପଚାରନ୍ତେ ମତେ। ମୁଁ ବୋଇଲି ଅଛନ୍ତି ସେ ତୋର ଗର୍ଭଗତେ। ଯେତେ ଯେତେ ଜୀବ ଜନ୍ତୁ ଦୈତ୍ୟ ଗିଳିଥିଲା। ମୋହର କୁହନ୍ତେ ସେହି ସବୁ ଉଦ୍ଗାରିଲା।